ମଣିଷ ସେତେବେଳେ କଣ କରୁଛି, ନିଜକୁ ଅସହାୟ ମନେ କରୁଛି। ତାର ସକଳ ଯୋଉ ଭାବନା କୁସଂସ୍କାର, ତା ମନରେ ଉଚ୍ଚ ନିଚ ଭାବ, ପର ଆପଣା ମନୋବୃତ୍ତି, ଏଗୁଡିକ ସବୁ ବଦଳି ଯାଉଛି। ଆଉ ସିଏ ନିଜ ଜୀବନ କଥା ନ ଚିନ୍ତା କରିକି ସମସ୍ତଙ୍କ କଥା ଚିନ୍ତା କରୁଛି। ଯୋଉ ଲୋକ ଦିନେ କାହାକୁ ପଚାରୁ ନଥିଲେ। କାହିଁ ଆମେ ଏଠି ଦେଖିବା ଯେ ଏଇଭଳି ଯେତେବେଳେ ଅସୁବିଧାରେ ମଣିଷ ପଡେ, ସେତେବେଳେ ତା ମନରେ ଗୋଟେ ନୂତନ ଚେତନା ଜାଗ୍ରତ ହୁଏ। ଆଉ ଏଠି ଆମେ ଦେଖୁଛେ କାଳର ରୂପାନ୍ତର ଘଟୁଛି। କାଳାନ୍ତର ନା, ଆମେ ସେଟା ଆହୁରି ଆଗକୁ ବୁଝିବା। କାଳାନ୍ତର ଇଏ କଣ ନା, ଏଇ ଯୋଉ ଭାବାନ୍ତର, ଦୁଇ ଶତ୍ରୁ, ପାରମ୍ପରିକ ଶତ୍ରୁ। ଏଠି ଆମେ ଯାହାକୁ ଦେଖିବା ଦୋଳଗୋବିନ୍ଦ ମହାନ୍ତି ଏବଂ ଗୋପୀନାଥ ମହାନ୍ତି, ତାଙ୍କ ମନର ସବୁ ଯେତେବେଳେ ଭାବରେ ପରିବର୍ତ୍ତନ ହେଇଛି, ଶତ୍ରୁତା ମିତ୍ରତାରେ ପରିଣତ ହେଇଛି, ସେଇ ଭାବାନ୍ତର ହିଁ ହଉଛି ଏଠି କାଳାନ୍ତର। ସେଠି ରୂପାନ୍ତର ଘଟୁଛି ତାର ପ୍ରକୃତିରେ। ଆଉ ଏକ ସକାରାତ୍ମକ ଜୀବନ, ଯୋଉଟାକୁ ଆମେ ଇଂରାଜୀରେ ପଜିଟିଭ ଲାଇଫ ବୋଲି କହୁଛେ, ଯେ ପଜିଟିଭ ଆମେ ଚିନ୍ତା କରିବା କଥା। ସେଇ ଗୋଟେ ପଜିଟିଭ ଭାବନା ତା ମନରେ ସେତେବେଳେ ଜାଗ୍ରତ ହଉଛି। କାହା ପ୍ରତି ଈର୍ଷା ନାହିଁ, କାହା ପ୍ରତି ରାଗ ନାହିଁ। ଆଉ ସେତେବେଳେ ରାଗିବାକୁ ଇର୍ଷା କରିବାକୁ କଣ ଥିବ? କାହିଁକିନା ସେଠି ପ୍ରଳୟରେ ସମସ୍ତେ ସମାନ, କାହା ପାଖରେ କିଛି ନାହିଁ, ସମସ୍ତେ ଖାଲି ହାତ। ମୁଁ ତା ପାଖରେ କିଛିଟା ସୁନା ଦେଖିଲେ କି ଟଙ୍କା ଦେଖିଲେ କି ଗାଡି ଦେଖିଲେ ତାପରେ ରାଗିବି କି ଇର୍ଷା କରିବି କି ଯାହା ବି କରିବି। କିନ୍ତୁ ଯେତେବେଳେ କାହା ପାଖରେ କିଛି ନାହିଁ, ସବୁ ଧ୍ୱଂସ ମହାବାତ୍ୟାର ପ୍ରକୋପରେ, ତାଣ୍ଡବରେ, ସେଠି ଆମେ କାହା ପ୍ରତି କିଏ କାହାକୁ ଇର୍ଷା କରିବ, କିଏ କାହାକୁ ସେତେବେଳେ ସମସ୍ତେ ସକଳ ଶତ୍ରୁତାକୁ ଭୁଲି ଦେଇ ସେଠି ପରସ୍ପରକୁ ସାହାଯ୍ୟ ସହଯୋଗରେ ଲିପ୍ତ ଥିବେ। ଆଉ ଆମେ ଦେଖିବା ଏଇ ବେଶୀ ବଡ ଉପନ୍ୟାସ ଦେଖିପାରିବେ, 20ଟା ପାଖାପାଖି ପ୍ରାୟତଃ 12 ହଉଛି ଉପନ୍ୟାସ। କିନ୍ତୁ ଉପନ୍ୟାସ ଛୋଟ ହେଇପାରେ। ଆପଣ ମାନେ ପଢିଥିବେ ଅମୃତର ସନ୍ତାସ, ଗୋପୀନାଥଙ୍କର ବିଶାଳ ଆଗରେ ଆମର ଉପନ୍ୟାସ, ଆଲୋଚ୍ୟ ଉପନ୍ୟାସ କାଳାନ୍ତରଟି ସାମାନ୍ୟ ସୁରେନ୍ଦ୍ର ମହାନ୍ତିଙ୍କର ଗୋଟେ ଛୋଟିଆ ପୁସ୍ତକ ସଦୃଶ, ମାତ୍ର 12 ପରିଚ୍ଛେଦ ବିଶିଷ୍ଟ। କିନ୍ତୁ ଏଥିରେ ଯୋଉ ବାର୍ତ୍ତା ରହିଛି, ଆମକୁ ଯୋଉ ଶିକ୍ଷା ରହିଛି, ତାର କୌଣସି ସୀମା ନାହିଁ। କାହିଁକିନା ଏଠି ଆମକୁ ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ଶିକ୍ଷା ମିଳୁଛି। ଆମେ ସମସ୍ତଙ୍କୁ ଆପଣାର ବୋଲି ଭାବି ପାରୁଛେ, ଆଉ ଆମେ ଗୋଟେ ମହତ୍ ସମାଜ ଆଡକୁ ଅଗ୍ରଗତି କରୁଛେ। ସେମିତି ସେଠି ଆଉ ଜଣେ ଚରିତ୍ର ଆମେ ଦେଖିବା, ଅନାମ ଦାସ ବାବାଜୀ ଜଣେ ମଠର ରହୁଛନ୍ତି। ସେ ଜଣେ ଆଉ ଜଣେ ଚରିତ୍ର। ଅନାମ ଦାସ ବାବାଜୀ ଯେ ସମସ୍ତଙ୍କୁ ସେଠି ମାଳିକା କଥା କହୁଛନ୍ତି, ଯେ ମାଳିକାରେ ଲେଖା ହେଇଛି ମହାପ୍ରଳୟ ଆସିବ, ଆଉ ଏମିତି ପ୍ରଳୟ ଆସିବ ସେତେବେଳେ କେହି ରକ୍ଷା ପାଇବେନି। ଯେତେବେଳେ ଯୋଉମାନେ ରକ୍ଷା ପାଇଯିବେ, ସେଇମାନଙ୍କୁ ନେଇକି ସତ୍ୟଯୁଗ ସୃଷ୍ଟି ହବ। କିନ୍ତୁ ତାକୁ ଲୋକମାନେ କହୁଥିଲେ ଏଟା ପାଗଳାଟା, ଗଞ୍ଜେଇ ଟାଣିକି ଗଞ୍ଜେଇ ନିଶାରେ ଯାହା ପାଉଛି ମନ ଗପୁଛି, କି ମହାପ୍ରଳୟ ଆସିବ। କିନ୍ତୁ ଯେତେବେଳେ ସେଇ ବାତ୍ୟା ଆସିଛି, ଭୟଙ୍କର ବାତ୍ୟା, ସେତେବେଳେ ପାଗଳ ଭାବୁଥିବା ବାବାଜୀ ଅନାମ ଦାସକୁ ସମସ୍ତେ ଜଣେ ସାକ୍ଷାତ ଯୋଗୀ ବା ମହାପୁରୁଷ ବୋଲି ଭାବିଛନ୍ତି କିଛି ସମୟ ପାଇଁ। ଆଉ ଏଠି ଆମେ ଦେଖିବା ଆମର ମୁକ୍ତାପୁର ଗ୍ରାମ ଜୀବନର ସକଳ ଯାହା ବାଦ ବିବାଦ, ବିସମ୍ବାଦ, ଯାହା ବି ବିରୋଧ ରହିଛି, କଣ ବିରୋଧ ରହିଛି, କାହାକୁ ନେଇକି ବିରୋଧ ହେଇଛି, ଆମେ ସେ ବିଷୟରେ ଆଉ କିଛି ଆଲୋଚନା କରିବା। କିନ୍ତୁ ସବୁ ବିରୋଧ ଭାବନା ଏଠି ଦୂର ହେଇଯାଇଛି, ଆଉ ବିଶେଷ କରି ମୈତ୍ରୀ ଭାବନା ଆତ୍ମପ୍ରକାଶ କରିଛି। ମୈତ୍ରୀ ଭାବନାରେ ସେଠି ଉପନ୍ୟାସଟି ଜାଜୁଲ୍ୟମାନ ହୋଇ ଉଠିଛି। ତେବେ ଏମିତି କିଛି କାହାଣୀ ହଉଛି ଏହାର ମୁଖ୍ୟ ବିଷୟବସ୍ତୁ। କାହିଁକି ନା ଆ ଉପରେ ଦେଖିବେ, ମୋ ମତରେ ଯେ ସାମାନ୍ୟ ବିଭୂତି ପଟ୍ଟନାୟକ ଅତି ସୁନ୍ଦର ଭାବରେ, ଚମତ୍କାର ଭାବରେ ଉପନ୍ୟାସଟିକୁ ପ୍ରକାଶ କରିଛନ୍ତି। ଯେ ସାମାନ୍ୟ ବିଭୂତି ପଟ୍ଟନାୟକଙ୍କ ମତରେ
ଯେ ଗୋଟିଏ ବେକରେ ହାରରେ କଣ୍ଠରେ ବେକରେ ଆପଣ ଗୋଟେ ହାର ପକେଇଥିବେ, ସେମିତି ଆମର ବହୁତ ଐତିହାସିକ ସାମାଜିକ ଉପନ୍ୟାସ ଅଛି। ଆମ ସାହିତ୍ୟରେ ଉପନ୍ୟାସର ହାର ବା ମାଳା ସଦୃଶ୍ୟ, ଯେମିତି ଆପଣ ମାନେ ବେକରେ ଗୋଟେ ହାର ପକଉଛନ୍ତି, କିନ୍ତୁ ଦେଖିବେ ଲକ୍ଷ୍ୟ କରିବେ ଯେ ସେ ହାରର ଅଗ୍ରଭାଗରେ ଆପଣ ଗୋଟେ ଲକେଟ ପକେଇଥିବେ। ଆଉ ସମ୍ମାନ୍ୟ ବିଭୂତି ପଟ୍ଟନାୟକ ସେଇ କଥା କହନ୍ତି, ଯଦି ଆମ ସାହିତ୍ୟରେ ଯେତକ ସାମାଜିକ ଐତିହାସିକ ଉପନ୍ୟାସ ଅଛି, ସିଏ ଯଦି ଗୋଟେ ମାଳା କରିକି ଆମେ ପକଉ, ତେବେ ସେଥିରେ ଯଦି ଗୋଟେ ଲକେଟ ଲଗେଇବା, ତେବେ ସେ ଲକେଟଟି ହଉଛି ଆମର କାଳାନ୍ତର ଉପନ୍ୟାସ। ଅତି ସୁନ୍ଦର ଭାବରେ ସେ ତାଙ୍କର ଏଇ ଆଲୋଚନା କରିଛନ୍ତି ବାତ୍ୟା ଉପରେ। କାହିଁକି ନା ଓଡିଶା ହଉଛି ଆମର ବିଶେଷ କରି ବନ୍ୟା ବାତ୍ୟାର ଦେଶ। ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟ ପ୍ରତିବର୍ଷ ଏମିତି ଅଚାନକ ଝଡ଼, ବାତ୍ୟା, ବନ୍ୟା ଆସିବ, ଓଡିଶାବାସୀଙ୍କ ଜୀବନକୁ ବିପର୍ଯ୍ୟସ୍ତ କରିଦବ। ଆମର ସବୁଠି ଚର୍ଚ୍ଚା, ସମାଜଠୁ ନେଇକି ରାଜନୀତି ଯାଏଁ ଏଇ ବାତ୍ୟା, ବନ୍ୟା, ମରୁଡି, ଦୁର୍ଭିକ୍ଷ ଏଇ ବିଷୟରେ ଚର୍ଚ୍ଚା। କିନ୍ତୁ ଆମେ ଦେଖିବାକୁ ଯିବା ଯଦି, ତେବେ ଦେଖିବା କାଳାନ୍ତର ଉପନ୍ୟାସ ଆଗରୁ ଏମିତି ବାତ୍ୟାର ତାଣ୍ଡବ ଲୀଳା ନେଇକି କୌଣସି ଗ୍ରାମ୍ୟ ଜୀବନ ଉପରେ ଉପନ୍ୟାସ ଲେଖା ହେଇଥିବାର ନଜିର ନାହିଁ। କାହିଁକି ନା ଏଇ ଯୋଉ ବାତ୍ୟା, ପ୍ରଳୟଙ୍କରୀ ମହାବାତ୍ୟା